ବଣାଇରେ ମାତିଛି ଗୋଠ ଛଡ଼ା ହାତୀ ଘର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରିସାରିଲାଣି। ଜନଜୀବନକୁ ଅଶାନ୍ତ କରିସାରିଲାଣି। ଭୟ ଆଉ ଚିନ୍ତାରେ ସ୍ଥାନୀୟ ଗାଁ ଲୋକେ ଓ ଚାଷୀ। ସେପଟେ ବନ ବିଭାଗ ଚେଷ୍ଟା କରି ମଧ୍ୟ ହାତୀକୁ କାବୁ କରିପାରି ନାହିଁ। କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ଧରଣୀଧରପାଲି ସେକ୍ସନରେ 3 ଗୋଠଛଡ଼ା ଦନ୍ତା ହାତୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ବଣାଇ ରେଞ୍ଜର ବିଭିନ୍ନ ଗ୍ରାମରେ 2ଟି ହାତୀ ଘର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ କରୁଥିବା ବେଲେ ଚିନ୍ତାରେ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀ। ଗତକାଲି 2ଟି ହାତୀ ସହିତ ଆଉ ଏକ ହାତୀ ପୁଣି ବଣାଇ ରେଞ୍ଜରେ ପ୍ରବେଶ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଉ ଏହି ହାତୀ ବନ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବନ ବିଭାଗ କର୍ମଚାରୀ ରାତି ଅନିଦ୍ରା ହୋଇ ହାତୀକୁ ଟ୍ରାକ୍ କରିବା ସହିତ ଯେତେ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ହାତୀ ଚକମା ଦେଇ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ସବୁ କିଛି ନଷ୍ଟଭ୍ରଷ୍ଟ କରିଦେଲା। ଖାଲି ସେତିକି ନୁହେଁ, ଲୋକଙ୍କ ଧାନ ଫସଲ ମଧ୍ୟ ହାତୀ ନଷ୍ଟ କରୁଥିବା ଜଣାପଡ଼ିଛି। ଦିନରେ ଧରଣୀଧରପାଲି ସେକ୍ସନ ଜଙ୍ଗଲରେ ରହୁଥିବା ବେଲେ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗୁଛି ହାତୀ। ହାତୀ ଉପଦ୍ରବକୁ ନେଇ ଲୋକମାନଙ୍କ ନିଦ ହଜିଗଲାଣି। ତେବେ ଯଥାଶୀଘ୍ର ହାତୀକୁ ସ୍ଥାନୀୟ ଅଞ୍ଚଳରୁ ଘଉଡ଼ାଇ ଲୋକଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ସତ୍ୟନାରାୟଣ ମିଶ୍ରଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।